ଆଜି ଆମେ ଫ୍ରାକ୍ସନ ବା ଭଗ୍ନାଂଶ ବିଷୟରେ ପଢିବା। ଦେଖ ଏ ଚିତ୍ରଟି ହେଇଛି ଗୋଟେ ଗୋଲ ଚିତ୍ର, ତାକୁ ତିନି ଭାଗ କରିଛି, ଭାଗଟା ରେଖାଙ୍କିତ କରିଛି। ତାକୁ ତିନି ଭାଗରୁ ଏକ ଭାଗ ନିଆଗଲା, ତାକୁ ଲେଖାଯିବ 1/3, 1/3, 1/3 ବା 1/3 ଆମେ ଆକୁ ପଢିପାରିବା। ସେଭଳି ତିନି ଭାଗରୁ ଦି ଭାଗ ଖାଲି ଅଛି, ତାହେଲେ ତାକୁ ଖାଲି ଥିବା ସ୍ଥାନକୁ ବିଭକ୍ତ କରିବା 2/3, ମାନେ ଖାଲିଟା ଜାଗା, ଖାଲି ଭାଗଟା ଉପରେ ଆଉ ମୋଟ ଭାଗଟା ତଳେ 2/3। କିନ୍ତୁ କାର ପ୍ରକାର ରେଖାଯିତ ଅଞ୍ଚଳଟା ହଉଛି 1 ଭାଗ, ମୋଟ ଭାଗଟା ହଉଛି 3, ମୋଟ ଭାଗଟା ତଳେ ରହିବ। ତିନି ଭାଗରୁ ଦି ଭାଗ, ତିନି ଭାଗରୁ ଭାଗେ, ତାକୁ ତିନି ଭାଗରୁ ଭାଗ ହେଲା 1/3, ତିନି ଭାଗରୁ ଦି ଭାଗ ହେଲେ 2/3, ତାହେଲେ ଏଇଟା 1/3, এই টোটালটা হচ্ছে 2/3। তাহলে 1/3 আর 2/3 মিশিলে কেতে হব? গোটে হইব পূর্ণ সংখ্যা, পুরা গোটা সংখ্যা। তাহলে ইয়ার দেখো 3 এলে 1 1 2 মিশিলে 3/3 1 গলা। নেক্সট চিত্র দেখিবা, সেই চিত্রକୁ আমি চারি ভাগ করছি, চারি সমান ভাগରୁ ଏକ ଭାଗ ନିଆଗଲା, ଏଇଟା ରେଖାଙ୍କିତ ଅଞ୍ଚଳ ଏକ ଭାଗ, ତାକୁ ପଢିବା 1/4 বা 1/4 বা এই ବିଭକ୍ତକ 4 ପଢିବା বা 1/4 ମଧ୍ୟ ପଢିପାରିବା। ସେମିତି ତିନିଟା ଖାଲି ଅଛି, ଚାରି ସମାନ ଭାଗରୁ ତିନି ଭାଗ ହଉଛି 3/4 বা 3/4 বা 3 ବିଭକ୍ତକ 4 বা 3/4 3/4 ଯୋଉଟା ପଢିପାରିବ। ତାହେଲେ 1/4 ଆଉ ଇଏ 3/4 ମିଶିଲେ କେତେ? ଗୋଟେ ହେଇଯାଉଛି 3/1 4 ବିଭକ୍ତକ 4, 4 କି 4 ଧରିଲେ 1, ତେଣୁ ଏଇଟା ଗୋଟେ ହେଲା। ଦେଖ ଏଇ ଯୋଉଟା ଚିତ୍ର କରିଛି ୟାକୁ 8 ଭାଗ କରାଯାଇଛି, 8 ଭାଗରୁ 3 ଭାଗ ଗାର କରାଯାଇଛି, ତାହେଲେ ଏଇ ରେଖାଙ୍କିତ ଅଞ୍ଚଳଟା ହଉଛି 3 ଭାଗରୁ 8 ଭାଗ 3/8, 3/8। ଖାଲି ଅଞ୍ଚଳ ହଉଛି 5/8, 5 ଭାଗ ହଉଛି 2 3 4 5ଟା ହଉଛି 5/8, 8 ଭାଗ ମୋଟ ଭାଗ ହଉଛି 8 ଭାଗ, 5/8। ତାହେଲେ ଏ 3/8 5/8 ମିଶିଲେ ମୋଟ ପୂର୍ଣ୍ଣ ଗୋଟେ ହେଇଗଲା। ତାହେଲେ 3/8 ମିଶନ 5/8, 3 ମିଶନ 5 ବିଭକ୍ତକ 8, 8/8, 8/8 ହେଲେ 1, ତେଣୁ ଗୋଟେ ସଂଖ୍ୟା। ଦିଟା ଭଗ୍ନାଂଶ ଯଦି 8 କରିଦେଲେ ଏ ଦିଟା ମିଶିଲେ 1 ହେଲା। ତେଣୁ ଆମେ ଭଗ୍ନାଂଶ ଜାଣିଲେ, ଭଗ୍ନାଂଶର ଚିତ୍ରରେ ପ୍ରକାଶ କରି ଜାଣିଲେ। ଭଗ୍ନାଂଶର ଯଦି ଦିଟା ଅଂଶ ଥାଏ, ଗୋଟେ ଏଇ ଦେଖ 3/4 ଏଇଟା ହଉଛି ଲମ୍ବ, ମୋଟ ଭାଗଟା ହଉଛି ହର। 1/3 ଏଟା 1 ଟା ଲମ୍ବ, ଏଟା ହଉଛି ହର। 1/4 1 ଲମ୍ବ, এটা হর। 3/8 এটা লম্ব, এটা হর, লম্ব হর। কারণ উপরটি হচ্ছে লম্ব আর তলটি হচ্ছে হর, এটা লম্ব হর, লম্ব হর, লম্ব হর। লম্ব হর চিনলে ভগ্নাংশ হিসেবে।